ମ୍ୟାଡାମ ସହିତ କଥାବାର୍ତ୍ତା କରି ଦେଖା ହେଇକି ଏ ମ୍ୟାଡାମକୁ ଖାଁସାରେ ଧରେଇଦେଲେ। ଏ ମ୍ୟାଡାମ ଆମକୁ ଦେଖା କରିବେ ସବୁ କଲେ। କାଲି 11ଟା ବେଳକୁ ଆସିକି ଆମେ ଦେଖା ହେଲୁ। ସେ କହିଲେ ହାଫ୍ ଫିଙ୍ଗର ହେଇଛି, ଫିଙ୍ଗର ହେଇନି, ତମର ଫିଙ୍ଗର ଖୋଲିଲେ ତୁ କାଲି ଆଜି ରହ, କାଲି 10ଟା ବେଳକୁ ଆସିବୁ। ଆଜି 10ଟା ବେଳକୁ ବି ଫୋନ୍ କଲେ। 10ଟା ବେଳକୁ ଫୋନ୍ କଲେ, 10ଟା ବେଳକୁ ଫୋନ୍ କରିବା ପରେ ଆମେ ଆସିଲୁ। 10ଟା ବେଳକୁ ଏଠି ଆଣିକି ଆସିଲୁ। ଆସିକି ମୁଁ ସେଇ ଆମ ଘରେ ଅଛି, ପୁଅ ଆଣିକି ଆସିଲା ବୋହୂକୁ ମୋର। ବୋହୂକୁ ଆଣିକି ଆସିବା ପରେ ସେ କ'ଣ ନେଲେ ଚେକ୍ କରିବାକୁ, ପୁଅ ଅଛି ବାହାରେ। ତାପରେ ଫୋନ୍ କଲେ ଯେ ପିଲା ମୁଣ୍ଡେଇଲାଇ, ଆଉ ତମେ ଯା ତମ ଗାର୍ଡିଆନ୍ ଆଣିକି ଆସିବ। ଆମେ ଆଣିକି ଆସିଲା ବେଳକୁ ଏଠି ଝିଅ ବାହାରେ, ଛୁଆ ନାହିଁ କିଛି। କ'ଣ ଜାଣିମୁ ଆମେ ଏଥିରେ? କ'ଣଟି ଜାଣିମୁ? ଆଉ ଭଲ ମନ୍ଦ ଆମେ ଜାଣିମୁ କି ନାହିଁ? ଛୁଆ କୁଆ ଗଲା ବୋଲି ମତେ ଆଗ ଆଇଲେ କହିଲେ ମୋ ଛୁଆ ବାହାରୁଛି ବୋଲି। ତାପରେ ମୋ ଫ୍ୟାମିଲି କେହି ନାହାନ୍ତି। ଗୋଟେ ମତେ ମୋ ପୁଅ ଦରକାର। ମୋ ସବୁ ନ୍ୟାୟ ମିଳୁ। ମୋ ପୁଅ ମତେ ଦରକାର। ଜଣେ ଦିଦି କହିଲେ